କରି ଆଣିଲେ। କେତେ ସମୟ ପରେ ବାହ୍ୟ ଜ୍ଞାନ ଫେରି ଆସିବାରୁ ପ୍ରମରା ସୁନ୍ଦରୀ କହିଲେ, ମୁଁ ଖାଇପାର ହେବା ସମୟରେ ଯେତେବେଳେ ଅତକୁ ସ୍ମରଣ କରିବା ମାତ୍ରକେ ଶ୍ରୀ ଶ୍ରୀ ଠାକୁର ତୈଳସିକ୍ତ ଦେହରେ କମରରେ ନାଲି ଗାମୁଛା ବାନ୍ଧି ମୋ ବାମ ହସ୍ତ ଧରି ଜଳରୁ ମତେ ଉଠାଇଲେଣି। ତତ୍ପରେ ମୋ ଅଜ୍ଞାନ ହୋଇପଡ଼ିଲି। ଯେଉଁଦିନ ପ୍ରମରା ଦେବୀ ବୁଡ଼ି ଯାଉଥିଲେ ସେଇଦିନ ଶ୍ରୀ ଶ୍ରୀ ଠାକୁର ପୁରୀରେ ଥିଲେ। ତାଙ୍କର ସେବକ ଥିଲେ ହରିଦାସ ଭାଇ। ତାଙ୍କଠାରୁ ଜଣାଗଲା ଯେ ତେଲ ଲଗା ଯାଉଥିବା ଅବସ୍ଥାରେ ଶ୍ରୀ ଶ୍ରୀ ଠାକୁର ହଠାତ୍ ଘର ଭିତରକୁ ଚାଲିଗଲେ। ପରେ ଯେତେବେଳେ ଘର ଭିତରୁ ବାହାରିଲେ ସେତେବେଳେ ସେ ପରିଶ୍ରାନ୍ତ ଓ ଘର୍ମାକ୍ତ ଦେଖାଯାଉଥିଲେ। ଶ୍ରୀ ଶ୍ରୀ ଠାକୁର ଯେତେବେଳେ ସ୍ଥୂଳ ଦେହରେ ବିଦ୍ୟମାନ ଥିଲେ ସେ ସମୟରେ ଅଲୌକିକ ଘଟଣା ଏଥିମଧ୍ୟରେ ଆଲୋଚିତ ହୋଇଅଛି। ଉପଯୁକ୍ତ ଗୁରୁଙ୍କ ପରିଚାଳନାରେ ରହି ସାଧନା କଲେ କିଭଳି ଅଲୌକିକ ଶକ୍ତି ଲାଭ ହୁଏ ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନୀ ତାହାର ପ୍ରକୃଷ୍ଟ ପ୍ରମାଣ। ସଦ୍ଗୁରୁ ନିଗମାନନ୍ଦ ଦେବ ଚତୁର୍ବିଧ ସାଧନାରେ ସିଦ୍ଧି ଲାଭ କରି ଅଲୌକିକ ଶକ୍ତିଧର ମହାପୁରୁଷ ଭାବରେ ଜଗତରେ ପ୍ରତିଷ୍ଠା ଲାଭ କରିଥିଲେ। ଭଗବତ ଶକ୍ତିର ଅଧିକାରୀ ରହିଲେ। ସ୍ଥୂଳ ଦେହ ତ୍ୟାଗ କରି ମଧ୍ୟ ଶିଷ୍ୟ ଭକ୍ତମାନଙ୍କୁ ସାଧନ ପଥର ନିର୍ଦ୍ଦେଶ ଦେଇ ପରିଚାଳିତ କରିବା ଅନ୍ୟ ମହାପୁରୁଷଙ୍କ ପକ୍ଷରେ ସମ୍ଭବପର ହୋଇନାହିଁ। ଶ୍ରୀ ଗୁରୁଦେବଙ୍କ ମହିମାର ପରିଚୟ ନ ପାଇଲେ ସାଧାରଣ ସାଧକମାନଙ୍କ ଚିତ୍ତ ଶ୍ରୀ ଗୁରୁଦେବଙ୍କ ପ୍ରତି ଆକୃଷ୍ଟ ହୋଇପାରେ ନାହିଁ। ଶ୍ରୀ ଭଗବାନଙ୍କ ଅଲୌକିକ ଶକ୍ତି ଦର୍ଶନ କରି ଭକ୍ତମାନେ ତାଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି। ମହିମା ଜ୍ଞାନ ଫଳରେ ଚିତ୍ତ ଦୃଢ଼ ହୁଏ। ଶ୍ରୀ ଶ୍ରୀ ଠାକୁରଙ୍କ ସଂଯମ ଶକ୍ତି ଅସାଧାରଣ ଥିଲେ ମଧ୍ୟ ସେ ତାହା ପ୍ରକାଶ ନ କରି ସାଧାରଣଙ୍କ ଭଳି ବ୍ୟବହାର କରୁଥିଲେ। ଯେଉଁ ମହାପୁରୁଷଙ୍କ ଲୌକିକ ଅଲୌକିକ ଶକ୍ତି ସମ୍ବନ୍ଧରେ ଆଲୋଚନା କରାଗଲା, ବର୍ତ୍ତମାନ ସେହି ମହାପୁରୁଷଙ୍କ ସାଧ ଜୀବନ ପ୍ରସଙ୍ଗ ଆଲୋଚନାରେ ପ୍ରବୃତ୍ତ ହେବା। ପରିବ୍ରାଜକ ନିଗମାନନ୍ଦ ଦେବଙ୍କ ସହିତ ଗୌରୀ ମାଙ୍କର ଆଲୋଚନା। ମା ଗୌରୀ ଦେବୀ ସ୍ୱାମୀ ନିଗମାନନ୍ଦ ଦେବ ଯେତେ ପ୍ରକାର ଜୀବ ଅଛନ୍ତି ସମସ୍ତେ କ୍ରମୋନ୍ନତି ଲାଭ କରି ମନୁଷ୍ୟ ଦେହ ଧାରଣ କରିଛନ୍ତି। ସେହି ମନୁଷ୍ୟଙ୍କ ଭିତରେ ବିଭିନ୍ନ ପ୍ରକାର ରୂପ ଗୁଣ ବିଦ୍ୟମାନ। ମନୁଷ୍ୟ କ୍ରମୋନ୍ନତି ଫଳରେ କ୍ରମଶଃ ମନୁଷ୍ୟଟିକୁ ଉନ୍ନତି ହୋଇ ଦେବତ୍ୱ ଲାଭ କରୁଅଛି। ଜୀବ ଭାବର ଉଦଷ୍ଟ ବିଚାର କଲେ ଯେଉଁଠାରେ ଏହି ଉତ୍କର୍ଷର ଚରମ ପରିଣତି ହୋଇଛି ବା ଯେଉଁଠାରେ ଏହି ଉତ୍କର୍ଷ ଶେଷ ସୀମାରେ ଉପନୀତ ହୋଇଛି, ଉତ୍କର୍ଷର ସେହି ଶେଷ ସୀମା ହେଉଛି ଭାବଲୋକ। এই ଭାବଲୋକ ସଗୁଣ ନିର୍ଗୁଣର ସନ୍ନିସ୍ତରରେ ଅବସ୍ଥିତ। ସେହି ଭାବଲୋକରେ ପଞ୍ଚ ଭାବ ଉତ୍କର୍ଷ ଲାଭ କରି ମୁକ୍ତ ହୋଇ ଫୁଟି ଉଠିଛନ୍ତି। ସେହି ମୂର୍ଖ କିଭଳି ବର୍ତ୍ତମାନ ତାହାର ବିଚାର କରିବା। ମନେକର ସମସ୍ତ ଜୀବ ମଧ୍ୟରେ ସ୍ତ୍ରୀ ପୁରୁଷ ଭେଦ ଅଛି। ସମସ୍ତ ଜୀବଠାରୁ ସ୍ତ୍ରୀକୁ ନେଇ ଯଦି ଗୋଟିଏ ମୂର୍ତ୍ତି ଗଠନ କରାଯାଏ ତେବେ ପ୍ରତ୍ୟେକ ଜୀବ ତାଙ୍କୁ ସ୍ତ୍ରୀ ଭିନ୍ନ ଅନ୍ୟ କୌଣସି ଭାବରେ ଉପଲବ୍ଧି କରିପାରିବେ ନାହିଁ। ସେହିପରି ସମସ୍ତ ସ୍ତ୍ରୀ ଜୀବମାନଙ୍କ ଭିତରୁ ମାତୃତ୍ୱକୁ ନେଇ ଯଦି ଗୋଟିଏ ମୂର୍ତ୍ତି ଗଠନ କରାଯାଏ ତେବେ ସେହି ମୂର୍ତ୍ତି ଦର୍ଶନ କଲେ ସମସ୍ତଙ୍କ ଅନ୍ତରରେ ମାତୃଭାବ ହିଁ ଜାଗ୍ରତ ହେବ। ମନେକର ଗୋଟିଏ ବାଘୁଣୀ ଭିତରେ ଯେଉଁ ମାତୃଭାବ ଅଛି ସେ ଭାବକୁ ତାହାର ଶାବକ ଭିନ୍ନ ଅନ୍ୟ କେହି ଉପଲବ୍ଧି କରିପାରନ୍ତି ନାହିଁ। ଜଣେ ପାଶ୍ଚାତ୍ୟ ମହିଳାକୁ ଦର୍ଶନ କଲେ ଆମ ଦେଶର ଲୋକମାନେ ତାଙ୍କୁ ପୁରୁଷ ବୋଲି ମନେ କରିବେ, କିନ୍ତୁ ନିତ୍ୟ ଲୋକରେ ମାତୃଭାବ ମୂର୍ତ୍ତିମନ୍ତ ହୋଇ ବିରାଜିତ ଥିବାର ସେ ମାତୃମୂର୍ତ୍ତିଙ୍କ ଦର୍ଶନରେ ସମସ୍ତଙ୍କ ଅନ୍ତରରେ ମାତୃଭାବର ଉପଲବ୍ଧି ହୁଏ। ନିତ୍ୟ ଲୋକରେ ଜଗତର ସମସ୍ତ ଭାବ ମୂର୍ତ୍ତିମନ୍ତ ହୋଇ ବିରାଜିତ ଅଛି। ନିତ୍ୟ ଲୋକରେ ଯେଉଁ ଭାବ ପ୍ରକାରେ ତାହାର ପ୍ରତିବିମ୍ବ ବା ଛାୟା ପ୍ରତିଫଳିତ ହୋଇଛି। ଆମ ଦେଶର ଭକ୍ତି ଧର୍ମ ଓ ଜଗତର ଗ୍ରାହ୍ୟ ସମ୍ପର୍କ ସମସ୍ତ ଭାବଲୋକର ଆଦର୍ଶରେ ଗଠିତ। ଭାବଲୋକରେ ଯାହା ସୂକ୍ଷ୍ମ ଭାବରେ ବିରାଜିତ ସେହି ଭାବ ଏହି ଜଗତରେ ସ୍ଥୂଳ ହୋଇ ବିକୃତ ହୋଇଯାଇଛି। ପ୍ରେମିକ ଭାବୁକ ଭକ୍ତମାନଙ୍କ ନିକଟରେ ଏହି ଆବରଣ ଉଦ୍ଘାଟିତ ହୋଇଯାଏ। ତେଣୁ ସେମାନେ ଭଗବାନଙ୍କର ପରିବାରଭୁକ୍ତ ହୋଇଯାଆନ୍ତି। ଯେପରି ଆମ ଦେଶର ଗୌରାଙ୍ଗ ଦେବଙ୍କ ମଧ୍ୟରେ ଭାବଲୋକର ନିତ୍ୟ ଭାବ ମୂର୍ତ୍ତିମନ୍ତ ହୋଇ ଫୁଟି ଉଠିଥିଲା,
ସେ ନିଜର ସ୍ୱରୂପକୁ ଆଚ୍ଛାଦିତ କରି ନିତ୍ୟ ଲୋକର ବିଳାସରେ ନିଜକୁ ନିମଜ୍ଜିତ କରି ରଖୁଥିଲେ। ପରିବ୍ରାଜକ ଶ୍ରୀ ନିଗମାନନ୍ଦ ଶ୍ରୀ ଗୌରାଙ୍ଗ ଦେବଙ୍କ ନାମ ଶୁଣି ଚମକି ଉଠିଲେ। ଗୌରୀ ତ କାଶ୍ମୀର ଦେଶର ବ୍ରାହ୍ମଣ କୁମାରୀ, ସେ କିପରି ଗୌରାଙ୍ଗ ଦେବଙ୍କ କଥା ଜାଣିଲେ? ସେ ଆଶ୍ଚର୍ଯ୍ୟଜନିତ ହୋଇ ଗୌରୀ ଦେବୀଙ୍କ ଯୁକ୍ତିର ସାରବତ୍ତା ଅନୁଧାବନ କରି ପ୍ରଶ୍ନ କଲେ, ନିଗମାନନ୍ଦ, ଏ ଜଗତରେ ନାରୀ ପୁରୁଷ ମଧ୍ୟରେ ଯେଉଁ ଆକର୍ଷଣ ତାହା କେତେକ ପରିମାଣରେ ସ୍ଥୂଳ। ସେ ସ୍ୱାମୀ ସ୍ତ୍ରୀଙ୍କ ଧର୍ମ ଯଦି ନିତ୍ୟ ଲୋକର ଆଦର୍ଶରେ ଗଠିତ ହୋଇଥାଏ, ତେବେ ସେମାନଙ୍କ ମଧ୍ୟରେ ଆକର୍ଷଣର କାରଣ କ'ଣ? ଗୌରଦେବୀ ସ୍ତ୍ରୀ ପୁରୁଷଙ୍କ ଭିତରେ ଯେଉଁ ଜିନିଷ ଗୁପ୍ତ ଭାବରେ ଥାଇ ପୁରୁଷର ପୁରୁଷତ୍ୱ ଓ ସ୍ତ୍ରୀର ସ୍ତ୍ରୀତ୍ୱକୁ ଅକ୍ଷୁଣ୍ଣ ରଖିଛି, ସେହି ଜିନିଷ ତାହାର ଅନ୍ତରରେ ଲୁକାୟିତ ଅଛି। ଉଭୟଙ୍କ ମଧ୍ୟରେ ଥିବା ସେହି ଅନ୍ତର୍ନିହିତ ଶକ୍ତି ପରସ୍ପର ଏକତ୍ର ମିଳି ହେବାକୁ ଇଚ୍ଛା କରନ୍ତି। ଏହି ଦୁଇ ଶକ୍ତି ଏକତ୍ର ସମ୍ମିଳିତ ହେଲେ ପରସ୍ପର ଆନନ୍ଦ ଅନୁଭବ କରିଥାନ୍ତି। ସ୍ତ୍ରୀ ପୁରୁଷ ଉଭୟଙ୍କ ଭିତରୁ ଏହି ଗୁପ୍ତ ପଦାର୍ଥ ବାହାର କରି ଆଣି ଯଦି ସ୍ତ୍ରୀ ମୂର୍ତ୍ତି ବା ପୁରୁଷ ମୂର୍ତ୍ତି ଗଠନ କରାଯାଏ, ତେବେ ସେମାନଙ୍କର ଆଉ ସ୍ଥୂଳ ମିଳନର ଆବଶ୍ୟକ ହୁଏ ନାହିଁ। ସେମାନେ ଯୁଗଳ ମିଳନ ଜନିତ ନିର୍ମଳ ଆନନ୍ଦ ରସର ଆସ୍ୱାଦନ କରିଥାନ୍ତି। କେବଳ ମୂର୍ତ୍ତି ଦ୍ୱୟର ମିଳନରେ ସେମାନେ ସେହି ଆନନ୍ଦ କରିଥାନ୍ତି। ସେହି ମିଳନାନନ୍ଦ ଆସ୍ୱାଦ ନିମିତ୍ତ ଜଗତରେ ଏତେ ସ୍ନେହ ମମତାର ବନ୍ଧନ, ତେଣୁ ସୁଖ ପାଇବା ବା ପ୍ରେମ ଆଦି ଅନ୍ତ ଭାବରେ ନିତ୍ୟ ବିରାଜିତ। ଏହି ସୁଖ ପାଇବାକୁ ହିଁ ଭଗବାନ କୁହାଯାଏ। ଏଥିପାଇଁ ଭଗବାନ ପ୍ରେମର କାଙ୍ଗାଳ, ତୁମେ କ'ଣ ତାଙ୍କୁ ସୁଖ ପାଇପାରିବ? ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।